ବର୍ତ୍ତମାନ ସୁଭଦ୍ରା ଯୋଜନାରେ ଆସିଲା ଆଉ ଏକ ବଡ଼ ଖବର। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ 2024 ସେପ୍ଟେମ୍ବର 17 ତାରିଖରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ହୋଇଥିଲା। ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏଥିରେ ମହିଳାଙ୍କ ଆକାଉଣ୍ଟକୁ ଆସିଥିଲା ସିଧାସଳଖ 5,000 ଟଙ୍କା ପ୍ରଥମ କିସ୍ତି। ଏହାରି ମଧ୍ୟରେ ମହିଳାମାନେ 3ଟି କିସ୍ତି ପାଇସାରିଛନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି ଯେଉଁ ନୂଆ ହିତାଧିକାରୀମାନେ ଆବେଦନ କରିଥିଲେ ସେମାନଙ୍କୁ ଜାନୁଆରୀ 18 ତାରିଖରେ ମିଳିବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା। ମହିଳାଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ ହୋଇଛି ଏହି ସୁଭଦ୍ରା ଯୋଜନା। ଗୋଟିଏ ବର୍ଷରେ 5,000 ଟଙ୍କା ଲେଖାଏଁ 2ଟି କିସ୍ତି 10,000 ଟଙ୍କା ମିଳିବ। ଏହିଭଳି 5 ବର୍ଷରେ 50,000 ଟଙ୍କା ପାଇବେ ମହିଳାମାନେ। ଯେଉଁ ମହିଳାମାନଙ୍କର 21 ବର୍ଷ ହୋଇଯାଇଛି ସେମାନେ ନୂଆକରି ଆବେଦନ କରିଥିଲେ ସେମାନଙ୍କୁ ମିଳିବ ଜାନୁଆରୀ 18ରେ 5,000 ଟଙ୍କା। ଏହି ଯୋଜନାରେ ମୋଟ 4,57,681 ଜଣ ମହିଳା ସାମିଲ ହୋଇସାରିଛନ୍ତି। ତାଙ୍କ ଭିତରୁ ନୂଆକରି 1,78,398 ଜଣ ମହିଳାଙ୍କୁ ସାମିଲ କରାଯାଇଛି। ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା 2,55,265 ଜଣଙ୍କୁ ଏଥର ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ସେମାନେ ଏଥର ଏକାବେଳେ 2ଟି କିସ୍ତିର 10,000 ଟଙ୍କା ପାଇବାକୁ ଯାଉଛନ୍ତି। ତ ଏହା ଥିଲା ସୁଭଦ୍ରା ଯୋଜନାକୁ ନେଇ ଗୋଟେ ଛୋଟ ଇନଫର୍ମେସନ୍। ନୂଆକରି ପଞ୍ଜୀକରଣ କରିଥିବା 1,78,398 ଜଣକୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତିର ଅର୍ଥ। ତୃତୀୟ କିସ୍ତି ପାଇଥିଲେ ବି ଟେକ୍ନିକାଲ ସମସ୍ୟା ପାଇଁ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା 2,55,265 ଜଣଙ୍କୁ ସାମିଲ କରାଯାଇଛି। ସେମାନଙ୍କୁ ଏକା ସହିତ 2ଟି କିସ୍ତି ମିଳିବ। ବାସ୍ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଆଉ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସାଇଟ୍ରେ ଆସୁଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ ସିଲେକ୍ଟ କରିନିଅନ୍ତୁ।